କୌଣସି ବ୍ୟକ୍ତି କାମଧନ୍ଦା ନ ପାଇ ଆରାମରେ ଜୀବନ ଯାପନ ନିର୍ବାହ କରିବାକୁ ଅଳସୁଆ କୁହାଯାଏ। ଅଳସୁଆ ସବୁବେଳେ ଦୁଃଖର କାରଣ ହୋଇଥାଏ। ଆସନ୍ତୁ ଆଜି ଏହା ଉପରେ ଆଧାରିତ ଗୋଟେ ଛୋଟିଆ କାହାଣୀ କହିବି। କାହାଣୀଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଜାଣିପାରିବେ ଯେ ଅଳସୁଆ କେତେ ଦୁଃଖ ପାଏ। ଗୋଟିଏ ଓଟ ବହୁତ ଅଳସୁଆ ଥିଲା। ତାର ସବୁ ଦୈନନ୍ଦିନ ଆବଶ୍ୟକତା ଗୁଡ଼ିକ ତାକୁ ଗୋଟାଏ ସ୍ଥାନରେ ବସି ରହି ପୂରଣ କରିବାକୁ ସେ ଚାହୁଁଥିଲା। ଦିନେ ଶୂନ୍ୟ ମାର୍ଗରେ ଭଗବାନ ଭୋଳାନାଥ ଓ ମାତା ପାର୍ବତୀ ସେଇ ଓଟ ଶୋଇଥିବା ସ୍ଥାନ ଉପର ଦେଇ ଯାଉଥିଲେ। ଭଗବାନଙ୍କୁ ଦେଖି ଓଟ ବହୁତ ଅନୁନୟ ବିନୟ ହେଲା ଏବଂ ତାର ବେକକୁ 100 ଗୁଣ ବଡ଼ କରିଦେବାର ବର ମାଗିଲା, ଯାହା ଦ୍ୱାରା କି ସେ ଗୋଟିଏ ସ୍ଥାନରେ ବସି ରହି ଦୂରରେ ଥିବା ଚାରା ଗଛ କିମ୍ବା ଡାଳ ପତ୍ର ଗୁଡ଼ିକୁ ଖାଇପାରିବ ଏବଂ ଖାଦ୍ୟ ଖାଇବା ପାଇଁ ତାକୁ କୌଣସି ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଓଟର ଏହି ମୂର୍ଖତାପୂର୍ଣ୍ଣ ଯାଚନା ଶୁଣି ଭଗବାନ ଭୋଳାନାଥ କିଛି ସମୟ ପାଇଁ କ୍ରୋଧାନ୍ୱିତ ହେଲେ ଓ କିଛି ସମୟ ଚିନ୍ତା କରି ତଥାସ୍ତୁ କହି ତାର ସେଇ ଇଚ୍ଛାକୁ ପୂରଣ କରିଦେଲେ। ଏଥର ଓଟ ଗୋଟାଏ ସ୍ଥାନରେ ବସି ରହି ବିଭିନ୍ନ ଦିଗକୁ ବେକକୁ ବୁଲାଇ ଖାଦ୍ୟ ଖାଇବାକୁ ଲାଗିଲା। ଏହିପରି ଭାବରେ ତାର ଗ୍ରୀଷ୍ମ ଦିନଟି ଅତିବାହିତ ହୋଇଗଲା। ଗ୍ରୀଷ୍ମ ଦିନ ପରେ ବର୍ଷା ଋତୁ ଯେତେବେଳେ ଆସିଲା, ଏତେ ବଡ଼ ବେକ ଯେ କେଉଁଠି ଆଶ୍ରୟ ପାଇବ, ଓଟ ତାହା ଚିନ୍ତା କଲା। ଚିନ୍ତା କରି କରି ବହୁତ ସମୟ ଧରି ଖୋଜିବାରେ ଲାଗିଲା। ଶେଷରେ ସେ ଗୋଟାଏ ଗୁମ୍ଫା ଦେଖାଗଲା। ଆଉ ବର୍ଷାର ନିଜକୁ ରକ୍ଷା କରିବା ପାଇଁ ସେ ଗୁମ୍ଫା ମଧ୍ୟରେ ନିଜର ବେକଟିକୁ ପୁରାଇ ଦେଲା। ସେ ଜାଣିନଥିଲା ଯେ ସେ ଗୁମ୍ଫା ମଧ୍ୟରେ ଗୋଟାଏ ସିଂହ ରହୁଥିଲା। ସିଂହକୁ ଓଟର ବେକ ଦେଖାଯିବା ମାତ୍ରେ ସେ ବହୁତ ପ୍ରସନ୍ନ ହୋଇଗଲା। ସିଂହ ତ ବିନା ପରିଶ୍ରମରେ ନିଜ ଗୁମ୍ଫା ମଧ୍ୟରେ ତାକୁ ଶିକାର ମିଳିଯାଇଥିଲା। ଯେତେବେଳେ ସିଂହକୁ ଦେଖି ଓଟ ନିଜର ବେକ ବୁଲାଇବା ଆଗରୁ, ବେକଟି ଗୁମ୍ଫା ଭିତରେ ବାହାର କରିବା ଆଗରୁ ସିଂହ ତାକୁ ଶିକାର କରିଦେଇଥିଲା। ଏଇଭଳି ଓଟର ଅଳସୁଆ ଯୋଗୁଁ ତାକୁ ଦିନେ ମୃତ୍ୟୁର କାରଣ ହେଇଥିଲା। ତେଣୁ ଆଜିର ଏହି ବିଷୟ ଆପଣଙ୍କୁ ଯଦି ହୃଦୟସ୍ପର୍ଶୀ ଆଉ ପ୍ରେରଣାଦାୟକ ହୋଇଥାଏ, ତାହେଲେ ଆମର ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଶେଷରେ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ଜୀବନରେ ଅଳସୁଆ କେବେ ହୁଅନ୍ତୁ ନାହିଁ, କାହିଁକି ନା ଏ ଜୀବନ ହେଉଛି କର୍ମମୟ।